ମାନେ ଗୋଟେ ଫ୍ୟାମିଲି ପୁରା ବାଇକ ରେ ଯାଉଥିଲେ, ଗୋଟେ ପରିବାରରୁ 3 ଜଣ ଯାକ ସେମାନେ ସେଇ ସ୍ପଟ ରେ ହିଁ ଡେଥ କରିଗଲେ। କିନ୍ତୁ ପ୍ରଭୁ ଅନୁଗ୍ରହ କରି ଆମମାନଙ୍କୁ ବହୁତ ସୁନ୍ଦର ଭାବରେ ସେ ସୁରକ୍ଷାର ସହିତ ରଖିଛନ୍ତି। ମୋର ବ୍ୟାକଗ୍ରାଉଣ୍ଡ ରେ ଫ୍ୟାନ ସାଉଣ୍ଡ ଆସୁଛି କି? ନା ଠିକ ଅଛି? ଠିକ ଅଛି ନା? ହଉ, ଠିକ। ତ ପ୍ରିୟ ଭଉଣୀ ମାନେ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ପୁନର୍ବାର ମୁଁ ଆଜିର ଏ ଅଗଷ୍ଟ ମାସର ପ୍ରଥମ ଶନିବାର ପ୍ରଥମ ୱିମେନ୍ସ ମିଟିଂ ରେ ସମସ୍ତଙ୍କୁ ମୁଁ ସ୍ୱାଗତ ଜଣାଇ ପୁନର୍ବାର ସମସ୍ତଙ୍କୁ ନମସ୍କାର। ପ୍ରେଜ୍ ଦ ଲର୍ଡ। ତ ପ୍ରଭୁ ଆମମାନଙ୍କୁ ସମୟ ସୁଯୋଗ ଦେଇଛନ୍ତି ତାଙ୍କ ନିକଟରେ ତାଙ୍କ ସାନ୍ନିଧ୍ୟରେ ପଶିବା ପାଇଁ। ତେଣୁ ଆମମାନେ ବ୍ୟତିବ୍ୟସ୍ତ ହେବା ନାହିଁ। ଆଉ ପ୍ରଭୁ ଏବେ ଯେ ଆମମାନଙ୍କର ଯତ୍ନ ନେଇଛନ୍ତି, ସେ ଆମମାନଙ୍କର ସହିତରେ ଅଛନ୍ତି। ଆଉ ସୁରକ୍ଷା ମଧ୍ୟ ଦେଇଛନ୍ତି। ଯେବେ ଆମମାନଙ୍କର ମଧ୍ୟ ସମୟ ଆସିବ, ଆମକୁ ମଧ୍ୟ କୋଉ ନା କୋଉ ମାଧ୍ୟମରେ ଯିବାକୁ ପଡିବ। ତେଣୁ ପ୍ରତ୍ୟେକ ସମୟରେ ଆମେ ସେଥି ନିମନ୍ତେ ମଧ୍ୟ ପ୍ରସ୍ତୁତ ହେଇ ରହିବା। ଆସନ୍ତୁ, ଆଜିକାଲିର ସବୁଠୁ ବଡ ସମସ୍ୟା ହେଲା ଚିନ୍ତା, ଓଭର ଥିଙ୍କିଂ, ଅତିରିକ୍ତ ଚିନ୍ତା। ଆମେ ଗୋଟେ ପଦ ଆମମାନେ ପଢିବା, ଆଦି ପୁସ୍ତକ 32:6-8 ଯାଏ। କିଏ ଜଣେ ପଢିବାରେ ସାହାଯ୍ୟ କରନ୍ତୁ। ଅନନ୍ତର ଦୂତମାନେ ଫେରି ଆସି ଯାକୁବକୁ କହିଲେ, ଆମ୍ଭେମାନେ ଆପଣଙ୍କ ଭ୍ରାତା ଐଶ ନିକଟକୁ ଯାଇଥିଲୁ। ସେ 400 ଲୋକ ସଙ୍ଗରେ ଘେନି ଆପଣଙ୍କ ସହିତ ଦେଖା କରିବାକୁ ଆସୁଅଛନ୍ତି। ତହିଁରେ ଯାକୁବ ଅତିଶୟ ଭୀତ ଓ ଉଦ୍ବିଗ୍ନ ହେଲା। ପୁଣି ସଙ୍ଗୀ ଲୋକମାନଙ୍କୁ ଓ ଗୋମେଷାଦି ସମସ୍ତ ପଲ ଓ ଓଟମାନଙ୍କୁ ଭିନ୍ନ ଭିନ୍ନ 2 ଦଳ କରି କହିଲା, ଐଶ ଆସି ଯେବେ ଏକ ଦଳକୁ ପ୍ରହାର କରିବ, ତଥାପି ଅନ୍ୟ ଦଳ ବଞ୍ଚି ପଳାଇ ଯିବେ। ଆ ସ୍ଥାନରେ ଆମେ ଯାକୁବଙ୍କ ବିଷୟରେ ଶୁଣୁଛୁ। ତା ପୂର୍ବରୁ ମୁଁ ଗୋଟେ ବିଷୟ କହିବାକୁ ଚାହେଁ। ଗୋଟେ ହଷ୍ଟେଲରେ ଗୋଟେ ପିଲା ରହିକିନା ପାଠ ପଢୁଥାଏ। ଆଉ ରାତିରେ ସେମାନଙ୍କୁ ଖାଇବା ପାଇଁ 4ଟା ରୁଟି ଦିଆଯାଉଥିଲା। 4ଟା ରୁଟିରୁ ସେ 2ଟା ରୁଟି ଖାଏ, ଆଉ 2ଟା ରୁଟିକୁ ସେ ତକିଆ ତଳେ ଲୁଚେଇକିନା ରଖିଥାଏ। ଏମିତି ସବୁଦିନ ସେ କରୁଥାଏ। 2ଟା ଖାଇବ, 2ଟା ଲୁଚେଇକିନା ରଖିଦଉଥିବ। ଗୋଟେ ଦିନ ସେ ହଷ୍ଟେଲର ପରିଚାରକ ଯେ କି ୱାର୍ଡେନ, ସେ ଆସିକିନା ଦେଖିଲେ, ଆରେ ତତେ ତ 4ଟା ରୁଟି ଦିଆହଉଛି, ତୁ 4ଟା ନ ଖାଇ 2ଟା ଖାଇ 2ଟା କାହିଁକି ତକିଆରେ ନେଇ ଲୁଚେଇ ରଖୁଛୁ? ସେ କହିବ କି, ନାଇଁ ନାଇଁ, କାଲି ସକାଳେ ମତେ ଖାଇବାକୁ ମିଳିବ କି ନାଇଁ ଜଣା ନାହିଁ, ସେଥିପାଇଁ ମୁଁ ଅଳ୍ପ ଖାଇକିନା ଆହୁରି ଅଳ୍ପ ଲୁଚେଇ ରଖୁଛି। ଏ ପ୍ରକାର ଅନେକ ସମୟରେ ଆମେ ବିଭିନ୍ନ ପ୍ରକାର ଥିଙ୍କିଙ୍ଗ ଗୁଡିକ ଆମମାନଙ୍କ ଭିତରେ ଆସିଥାଏ। ହଷ୍ଟେଲରେ ଅଛୁ, ହଷ୍ଟେଲର ଦେବେ, ଜଳଖିଆ ମଧ୍ୟ ଦିଅନ୍ତି, ସେମାନେ ଲଞ୍ଚ ବି ଦେବେ, ଡିନର ବି ଦେବେ, ହେଲେ ସନ୍ଧ୍ୟା ସମୟରେ ସ୍ନାକ୍ସ ମିଶା କିଛି ପ୍ରୋଭାଇଡ କରିବେ। ମାତ୍ର ଏ ପିଲାର ଚିନ୍ତା କଣ, ନାଇଁ କାଳେ ସକାଳେ ମତେ ଖାଇବାକୁ ମିଳିବ କି ନ ଖାଇବ, ତାର ରାତିର ଖାଦ୍ୟକୁ ସେ ବଞ୍ଚେଇକିନା ରଖୁଛି। ଅନେକ ସମୟରେ ପ୍ରିୟ ଭଉଣୀ ମାନେ, ଆମର ଏ ଛାତି ପାଖେ ଟିକେ ବଥା ହେଲା, ଆମେ ଭାବୁ ଏ ସାଇଡ ରେ ଏକା ହାର୍ଟ, ମୋର ହାର୍ଟ ରେ କିଛି ଗୋଟେ ହେଇଗଲା ପରା, ସେମିତି ଚିନ୍ତା ଆସେ। ଅଣ୍ଟା ଟିକେ ବଥା ହେଇଯିବ ବୋଲି କହିଲେ ଆମେ ଭାବୁ ସେ କିଛି ନ ହେଇଥିବ, ବେଶୀ ଟିକେ କାମ କରିଦେଇଥିବ, ବା ଝିଅ ମାନଙ୍କର କିଛି ଟିକେ, ସ୍ତ୍ରୀ ଲୋକ ମାନଙ୍କୁ କିଛି ଅସୁବିଧା ହେଲେ ଟିକେ ବଥା ହଉଥିଲେ ଆମେ ଭାବୁ ଆମର ଅଣ୍ଟାର ହାଡ ଦବି ଗଲା ପରା, ଭାଙ୍ଗି ଗଲା ପରା। ଏ ପ୍ରକାର ଆମର ଥିଙ୍କିଙ୍ଗ ଆସିଥାଏ। ଅନେକ ସମୟରେ ପେଟ ବଥା ହେଇଗଲେ କାଳେ ଆମର କିଡନୀ ଫିଡନୀ ଖରାପ ହେଇଯାଏ ନାହିଁ ତ। ଏ ପ୍ରକାର ଅନେକ ସମୟରେ ଆମେ ବହୁତ ଓଭର ଥିଙ୍କିଙ୍ଗ, ଆମର ବ୍ଲଡ ଟେଷ୍ଟ ରିପୋର୍ଟ ଆସିନଥିବ, ଆମେ ଆମର ସିମ୍ପଟମ ଗୁଡିକକୁ ଦେଖି ଆମେ ଆକଳନ କରିବାକୁ ଆରମ୍ଭ କରିଦବା, ଯେ ନାଇଁ ମତେ ଏଇ ରୋଗ ହେଇଥିବ, ସେ ରୋଗ ହେଇଯାଇଥିବ ପରା, ମୁଁ କେମିତି କରିବି। ଅନେକ ସମୟରେ କିଛି କାରଣ, ଏବେ କୋଉଠି ଜର୍ଣ୍ଣି କରି ଆସିଲୁ କି ଅଲଗା କୌଣସି କାରଣ ସକାଶୁ ମଧ୍ୟ ଆମର ଗୋଡ ଯାକ ଟିକେ ଫୁଲିଯାଏ। ସେ ସମୟରେ କେମିତି ଚିନ୍ତା ଆସେ, ଆମର କିଡନୀ ଖରାପ ହେଇଯାଇ ନାଇଁ ତ, ଆମେ ଚିନ୍ତା କରୁ ମୋର ଠିକ ରେ ମୋର ୟୁରିନ ପାସ୍ ହେଉଛି ତ। ଏ ପ୍ରକାର ବିଭିନ୍ନ ପ୍ରକାର ଓଭର ଥିଙ୍କିଙ୍ଗ ଆମ ମାନଙ୍କର ଜୀବନରେ ଥାଏ। ପ୍ରିୟ ଭଉଣୀ ମାନେ, ଆଜି ମୁଁ ଆପଣ ମାନଙ୍କର ସହିତ କଥାବାର୍ତ୍ତା ହେବି। ଏ ବାକ୍ୟ ମତେ ମଧ୍ୟ ବହୁତ ସୁନ୍ଦର ଭାବରେ କଥା କହୁଛି। ଆଉ ଯୋଉ ସମୟରେ ବାକ୍ୟକୁ ପ୍ରସ୍ତୁତ ହଉଥିଲି, ମତେ ମଧ୍ୟ ହାୟ ହାୟ ଲାଗୁଥିଲା। ଆଉ ମୁଁ କହିଲି, ଯେତେବେଳେ ପ୍ରଭୁ ମତେ ବାକ୍ୟ ଦ୍ଵାରା କଥା କହୁଛନ୍ତି, ତ ନିଶ୍ଚିନ୍ତ ଭାବରେ ଆଜି ମୋ ଭଉଣୀ ମାନଙ୍କର ସହିତ ମଧ୍ୟ ସେ କଥାବାର୍ତ୍ତା ହେବେ। ଆଜି ସେ ଓଭର ଥିଙ୍କିଙ୍ଗ ରୁ ଆମେ କେମିତି ଜୟଲାଭ କରିବା, ଅତିରିକ୍ତ ଚିନ୍ତାରୁ ଆମେ କି ପ୍ରକାର ଜୟଲାଭ କରିବା, ପ୍ରଭୁଙ୍କର ବାକ୍ୟରୁ ଆମେ ଶିଖିବା। ପ୍ରିୟ ଭଉଣୀ, ଏ ସ୍ଥାନରେ ଆମେ ଦେଖୁଛୁ
ଯାକୁବଙ୍କୁ ଯୋଉ ସମୟରେ ଯାକୁବ ଆସୁଛନ୍ତି ମାମୁଙ୍କ ଘରୁ ଫେରୁଛନ୍ତି, ଯୋଉ ସମୟରେ ଲାବନଙ୍କ ଘରୁ ଯୋଉ ସମୟରେ ସେ ଫେରୁଛନ୍ତି, ସେ ସମୟରେ ଏସୋ ତାଙ୍କୁ ଭେଟିବା ପାଇଁ ଆସୁଛନ୍ତି। ସେ ଭେଟିବା ପାଇଁ ଆସିବା ସମୟରେ ସେ ଗୋଟେ ପ୍ଲାନ କରିଛନ୍ତି। କଣ ପ୍ଲାନ କରିଛନ୍ତି? ତାଙ୍କେ କେମିତି ଦେଖନ୍ତୁ ତାଙ୍କର ଚିନ୍ତାଧାରା କେମିତି। ସେ ପ୍ଲାନ କରୁଛନ୍ତି ନାଇଁ ମୋର ଭାଇ, ସେ କାହିଁକି ସେମିତି ପ୍ଲାନ କରିଛନ୍ତି? ତାଙ୍କର ଭାଇକୁ ଠକି ଦେଇ ପଳେଇ ଯାଇଛନ୍ତି। ସେଥିପାଇଁ ତାଙ୍କର ଚିନ୍ତାଧାରା କଣ? ଏସୋ ଏବେ ଯାଇ ତାର ରାଗ ଭୁଲି ନଥିବ, ତାର ଆଶୀର୍ବାଦକୁ ମୁଇଁ ଚୋରି କରି ନେଇଯାଇଛି, ଠକି କରି ନେଇଯାଇଛି। ଏ ଆସିଲା ବେଳେ ମତେ ମାରବା ପାଇଁ ଏକା ଆସୁଥିବ। ତେଣୁ ସେ କଣ କରୁଛନ୍ତି? ଦଳ ଦଳ କରି ଲୋକ ପଠାଉଛନ୍ତି। ଫାଷ୍ଟରେ ମୁଁ କାହାକୁ ବେଶୀ ପ୍ରେମ କରୁନାହିଁ, ଆଙ୍କୁ କରୁନାହିଁ। ଫାଷ୍ଟରେ କିଏ ଯିବ ସେଠି ଲେଖା ଯାଉଛନ୍ତି। ବହୁତ ସୁନ୍ଦର ଭାବରେ ସେ ଏଠି ମୁଁ ଦେଖୁଥିଲି। ଏସୋ ଆସି ଯେବେ ଏକ ଦଳକୁ ପ୍ରହାର କରିବ, ତଥାପି ଅନ୍ୟ ଦଳ ବଞ୍ଚି ପଳାଇବ। ଫାଷ୍ଟରେ ମୁଁ ଯେ ଲେୟାର ପୁଅ ଝିଅକୁ ରଖିବି, ତାପରେ ଆର ରଖିବି, ତାପରେ ତାର ରଖିବି, ଗୋଟେକୁ ମାରୁ ମାରୁ ଆହୁରି ଜଣେ ଆମେ ପଳେଇ ଯିବୁ, ଏ ପ୍ରକାର ଥିଙ୍କିଂ ତାଙ୍କର। ଲାଷ୍ଟ କୁ ସମସ୍ତଙ୍କୁ ପଠାଇ ଦେଇକିନା ଯାକୁବ ଏକଲା ଏ ସାଇଡ ରେ ରହି ଯାଇଛନ୍ତି। ପ୍ରିୟ ଭଉଣୀ ମାନେ, ଆମର ଥିଙ୍କିଂ ଯାକ ମଧ୍ୟ ଏମିତି ଥାଏ ନା। ସେ କେତେ ସୁନ୍ଦର ଏସବୁ ଭାବିକିନା ଆସିଛନ୍ତି, ମୁଁ ମୋର ଭାଇକୁ ଯାଇ ଭେଟିବି, ଏତେ ଦିନ ପରେ ସେ ଆସୁଛି, ତା ସହିତ ସାକ୍ଷାତ କରିବି। ସେ କେମିତି ଆସୁଛି, କେମିତି ରହିଲା, ମତେ ଠକି ଦେଇକିନା ସେ ସିନା ପଳେଇଲା, ମାତ୍ର ଏବେ ଏତେ ଦିନ ପରେ ସେ ଘରକୁ ଫେରୁଛି, ମୁଁ ତା ସହିତ ସାକ୍ଷାତ କରିବି ବୋଲି ଆସିଲା ବେଳେ ଏ ଭାବୁଛନ୍ତି ଆଙ୍କର ଥିଙ୍କିଂ ରେ, ନାଇଁ ରେ ବାପା, ଏସୋ ମତେ ମାରବ, ତାକୁ କେମିତି ଠକିଛି, ତାର ଆଶୀର୍ବାଦକୁ ଠକିକିନା ଧରି ପଳେଇ ଆସିଛି। ମାତ୍ର ଏସୋ ଆସିକିନା ବହୁତ ବଢିଆ ଲାଗେ 33 ର 4 ପଦରେ, ସେତେବେଳେ ଏସୋ ତାହାଙ୍କୁ ଭେଟିବାକୁ ଧାଇଁ ଆସି ତାହାର ଗଳା ଧରି ଆଲିଙ୍ଗନ ଓ ଚୁମ୍ବନ କଲା, ପୁଣି ଦୁହେଁ ରୋଦନ କଲେ। ଯାକୁବ କଣ ଭାବୁଛି? ମୋର ଭାଇ ମତେ ମାରବା ପାଇଁ ଆସୁଛନ୍ତି ବୋଲି ଭାବୁଥିବା ସମୟରେ, ମାତ୍ର ତାଙ୍କର ଭାଇ ଆସି ତାଙ୍କୁ ଦେଖିକିନା, ଯାହା ହଉ ଏତେ ଦିନ ପରେ ମୁଁ ମୋର ଭାଇକୁ ଦେଖିଲି, ସେ ଖୁସି ହେଇଯାଉଛନ୍ତି। ତାଙ୍କୁ ଧରିକିନା ହକ୍ କରୁଛନ୍ତି, କାନ୍ଦୁଛନ୍ତି, ଭାଇରେ ତୁ କେମିତି ଅଛୁ? ଏସବୁ ଆସୁଛନ୍ତି, ଏ ପିଲା ଟୋକି ମାନେ କିଏ, ତୋ ସାଙ୍ଗେ ଆସୁଥିବା ଏ ଗୋବଂଶାଦୀ ପଲ କିଏ, ଦାସୀ ମାନେ କିଏ, ଏତେ ସନ୍ତାନ ସନ୍ତତି ସବୁ କିଏ, ଏସବୁ ଭଲ ମନ୍ଦ ସେ ପଚାରୁଛନ୍ତି, ଗୋଟେ ଭଲ ମନରେ ଆସୁଛନ୍ତି। ଆମେ ଅନେକ ସମୟରେ ମଧ୍ୟ ଏ ପ୍ରକାର ଥିଙ୍କିଂ ଗୁଡିକ ଆମମାନଙ୍କ ମନ ମଧ୍ୟରେ ମଧ୍ୟ ଆସେ। ପ୍ରିୟ ଭଉଣୀ, ଏ ପ୍ରକାର ଚିନ୍ତା ଗୁଡିକ କିଛି ନଥିବ ସିନା, ଆମେ ଅନେକ ସମୟରେ ଅନେକ ରାତି ଅନିଦ୍ରା ହେଇଯାଇଥିବୁ, ସେ ଚିନ୍ତା କରି କରି କରିକିରେ କଣ ହେବ, କେମିତି ହେବ, ଏ ପ୍ରକାର ଚିନ୍ତା ଆମେ କରିଥାଉ। ଟିକେ ଯଦି କେବେ କାଶରେ ଟିକେ ରକ୍ତ ପଡି ଯାଏ, ସେ ସମୟରେ ଆମେ କେମିତି ଚିନ୍ତା କରୁଥାଉ, ଏ ମା ଆମର ଭିତର ଅର୍ଗାନ ଯାକ କଣ ଖରାପ ହେଇଗଲା ନାଇଁ ତ? ମାତ୍ର ରିପୋର୍ଟ ଆଇଲା ବେଳେ ପୁରା ନର୍ମାଲ ଥିବ। ସେ ରିପୋର୍ଟ ଦେଇ ଆସି ଆମେ ରାତିରେ ଶୋଇ ପାରିନଥିବୁ, ମାତ୍ର ସକାଳେ ରିପୋର୍ଟ ଏଇ ଯାକୁବଙ୍କ ପରି ଏକା ଦେଖା ଯାଉଥିବ। ଯାକୁବ ଭାବୁଛି ମୋର ବଡ ପୁଅକୁ ମାରିବ, ତାପରେ ସାନ୍ଟା ଥିବ, ତାପରେ ସେ ଏ ଦାସୀକୁ ଏମିତି ଅନେକଙ୍କୁ ହତ୍ୟା କରି ସାରିଲା ପରେ ପରେ ମୋ ପାଳି ଆଇଲା ବେଳେ ମୁଁ ଧାଇଁକିନା ପଳେଇ ଯାଇଥିବି, ଏ ପ୍ରକାର ସେ ଭାବୁଛନ୍ତି। ଆମେ ମଧ୍ୟ ଅନେକ ସମୟରେ ଆମର ବିଭିନ୍ନ ପ୍ରକାର ବିଷୟ ଗୁଡିକ ନେଇ, ପିଲାମାନେ ଏକ୍ଜାମ ଦେଇଥିବେ, ସେମାନଙ୍କର ରିଜଲ୍ଟକୁ ମଧ୍ୟ ନେଇ ଆମେ ଅନେକ ସମୟରେ ଏତେ ଭାବିଥାଉ, ସେମାନଙ୍କର ଷ୍ଟଡିକୁ ନେଇ ଆମେ ଭାବିଥାଉ। ପ୍ରିୟ ଭଉଣୀ ମାନେ, ଆମମାନଙ୍କର ଅତ୍ୟଧିକ ଚିନ୍ତା ଅନେକ ସମୟରେ ଆମମାନଙ୍କୁ ଭୟଭୀତ କରେ, ଅନେକ ସମୟରେ ଆମମାନଙ୍କର ଶରୀରକୁ କ୍ଷୀଣ କରିଦିଏ। ତେଣୁ ସବୁ ବିଷୟକୁ ଆମେ ଏତେ ଚିନ୍ତିତ, ଏତେ ବ୍ୟତିବ୍ୟସ୍ତ ହେବାନି। କାରଣ ଆମେ ସମସ୍ୟାକୁ ଗୋଟେ ପ୍ରକାର ଦେଖୁଛୁ, କିନ୍ତୁ ସେ ସମସ୍ୟା ଏକ ଅନ୍ୟ ପ୍ରକାର ଥିବ। ଆଉ ମୁଁ କହିବାକୁ ଯାଏ, ଚିନ୍ତା କିଏ କରନ୍ତି? ଯୋଉମାନଙ୍କର ବିଶ୍ୱାସ ଦୁର୍ବଳ ଥାଏ, ଯୋଉମାନଙ୍କର କି ଅଳ୍ପ ବିଶ୍ୱାସ ଥାଏ, ସେମାନେ ବହୁତ ଚିନ୍ତା କରନ୍ତି। ମାଥ୍ୟୁ 6:30-34, ସେଟା ଆମ ସମସ୍ତଙ୍କର ଚିହ୍ନା ପରିଚୟ ବାକ୍ୟ। ସେ ସ୍ଥାନରେ ଲେଖା ଯାଉଛି, ପଢିବା ଆମେ, ହେଲେ ବି 30-34 ଯାଏଁ ଥରେ ଟିକେ ପଢିବା। କିନ୍ତୁ କ୍ଷେତର ଯେଉଁ ଘାସ ଆଜି ଅଛି ଆଉ କାଲି ଚୁଲିରେ ପକାଯାଏ, ତାକୁ ଯେବେ ଈଶ୍ୱର ଏ ପ୍ରକାର ବେଶ ଦିଅନ୍ତି, ତେବେ ହେ ଅଳ୍ପ ବିଶ୍ୱାସୀମାନେ, ସେ ତୁମ୍ଭମାନଙ୍କୁ କି ଅଧିକ ନିଶ୍ଚିତ ରୂପେ ବସ୍ତ୍ର ନ ଦେବେ? ଏଣୁ କଣ ଖାଇବା,
ଅବା କ'ଣ ପିଇବା କି ଅବା କ'ଣ ପିନ୍ଧିବା, ଏହା କହି ଚିନ୍ତିତ ହୁଅ ନାହିଁ। କାରଣ ବିଜାତିମାନେ ଏସବୁ ବିଷୟ ଖୋଜି ବୁଲନ୍ତି। ଆଉ ଏହି ସମସ୍ତ ବିଷୟ ଯେ ତୁମ୍ଭମାନଙ୍କର ପ୍ରୟୋଜନ, ତାହା ତୁମ୍ଭମାନଙ୍କର ସ୍ୱର୍ଗସ୍ଥ ପିତା ଜାଣନ୍ତି। କିନ୍ତୁ ତୁମ୍ଭେମାନେ ପ୍ରଥମରେ ତାହାଙ୍କ ରାଜ୍ୟ ଓ ଧାର୍ମିକତା ଅନ୍ୱେଷଣ କର, ଆଉ ଏହି ସମସ୍ତ ବିଷୟ ମଧ୍ୟ ତୁମ୍ଭମାନଙ୍କୁ ଦିଆଯିବ। ଅତଏବ କାଲି ପାଇଁ ଚିନ୍ତିତ ହୁଅ ନାହିଁ, କାରଣ କାଲି ନିଜେ ନିଜ ପାଇଁ ଚିନ୍ତା କରିବ। ଆଜିର କଷ୍ଟ ଆଜି ପାଇଁ ଯଥେଷ୍ଟ। ହଁ, ହେ ଅଳ୍ପ ବିଶ୍ୱାସୀ ମାନେ, ସ୍ଥାନ ଲେଖାଯାଇଛି, ହେ ଅଳ୍ପ ବିଶ୍ୱାସୀ ମାନେ, ସେ ତୁମ୍ଭମାନଙ୍କୁ କି ଅଧିକ ନିଶ୍ଚିତ ରୂପେ ବସ୍ତ୍ର ନ ଦେବେ? ଏଣୁ କଣ ଖାଇବା ଅବା କଣ ପିଇବା କି ଅବା କଣ ପିନ୍ଧିବା, ଏହା କହି କାହିଁକି ଚିନ୍ତିତ? ଭବିଷ୍ୟତ ବିଷୟକୁ ନେଇ କାହିଁକି ଚିନ୍ତିତ? ଆମର ବିଶ୍ୱାସ କଣ ପ୍ରଭୁଙ୍କ ଠାରେ ନାହିଁ କି ପ୍ରିୟ ଭଉଣୀମାନେ? ମୁଁ ମଧ୍ୟ ଅନେକ ସମୟରେ ବହୁତ ଚିନ୍ତିତ ବ୍ୟତିବ୍ୟସ୍ତ ଯୋଉ ସମୟରେ ହୁଏ, ମୁଁ ବହୁତ ଯୋଉ ବିଷୟରେ ମଧ୍ୟ ଟିକେ ୱରିଡ୍ ହୋଇଯାଏ, ମୋର ଏ ଦିଟା ବାହୁ ଏଟା ମୋର ବଥା ହୁଏ। ମୁଁ ଜାଣି ପାରୁନଥିଲି କାହିଁକି ମୋର ବଥା ହଉଛି। ତାପରେ କିଛି ଦିନ ପରେ ତଳେ ମୁଁ ନିଜକୁ ମାନେ ଜାଣିପାରିଲି ନାହିଁ, ଯୋଉ ସମୟରେ ମୁଁ ବହୁତ କିଛି ବିଷୟ ନେଇ ମତେ ବହୁତ ଭାବେ ବା ବହୁତ ଚିନ୍ତିତ ହୁଏ, ସେ ସମୟରେ ସେମିତି ହୁଏ। କେତେ ଜଣ ଶୋଇପାରିବେ ନାହିଁ ବେଶୀ ଚିନ୍ତା ହେଲେ, କେତେ ଜଣ ଖାଇ ପାରିବେ ନାହିଁ, ଠିକରେ କଥା ହେଇପାରିବେ ନାହିଁ, ଅନ୍ୟମାନଙ୍କ ସହିତ ଚିଡଚିଡ ବ୍ୟବହାର କରିବେ, ସେମାନଙ୍କର କଥାବାର୍ତ୍ତା ମଧ୍ୟ ଭଲ ନଥିବ। ଦେଖନ୍ତୁ, ବେଶୀ ଯଦି ଚିନ୍ତା କରିବେ କୌଣସି ବିଷୟ ନିମନ୍ତେ, ଆମର ବିଶ୍ୱାସକୁ ମୁଁ କହେ ଅନେକ ସମୟରେ ପ୍ରଭୁ ତୁମେ ଏଟା କରିପାରିବ, ମାତ୍ର ସେଇ ଲେଭେଲର ବିଶ୍ୱାସ ଏବେ ଯାଏ ମୋ ମଧ୍ୟରେ ଆସିନାହିଁ। ମତେ ଟିକେ ତୁମର ସେ ବିଶ୍ୱାସ ଦରକାର। ସେ ମୁର୍ଗୀ ଲାଗିଥିବା ବ୍ୟକ୍ତି ପୁଅର ବାପା ଆସି କହୁଛନ୍ତି, ମୁଁ ଯେ ପ୍ରକାର ବିଶ୍ୱାସ କରିପାରିବି, ଏଥିପାଇଁ ମୋ ନିମନ୍ତେ ପ୍ରାର୍ଥନା। ମୁଁ ବିଶ୍ୱାସ କରିପାରୁନାହିଁ। ଅନେକ ସମୟରେ ଆମେ ଜାଣୁ ଯେ ଆମର ପ୍ରଭୁ ସର୍ବଶକ୍ତିମାନ, ଆମେ ଜାଣୁ ଯେ ଆମର ପ୍ରଭୁ ସବୁ କରିପାରିବେ, ଆମେ ଜାଣୁ ଯେ ଆମର ପ୍ରଭୁଙ୍କ ହାତରେ ସବୁ ବିଷୟରେ ନିୟନ୍ତ୍ରଣ ଅଛି, ହେଲେ ମଧ୍ୟ ଆମେ ବିଶ୍ୱାସ ନ କରି ଅନେକ ସମୟରେ ବ୍ୟତିବ୍ୟସ୍ତ ହେଇଯାଉଥାଉ। ସେଇ ବ୍ୟତିବ୍ୟସ୍ତର ସମୟରେ ଆମେ କଣ କରିବାର ଅଛି? ପ୍ରଭୁ, ମୁଁ ଜାଣିଛି ତୁମେ ଏଟା କରିପାରିବ, ମାତ୍ର ମୁଁ ସେ ବିଶ୍ୱାସ କରିପାରୁନାହିଁ ବାପା ମୋ ହୃଦୟରେ। ମୁଁ ସ୍ଥିର ରହିପାରୁନାହିଁ ଏ ଝୋଳ ତୋଫାନ ସମୟରେ। ଯୋଉ ସମୟରେ ଶିଷ୍ୟ ମାନେ ନୌକାରେ ଯାଉଛନ୍ତି, ସେ ସମୟରେ ଝୋଳ ତୋଫାନ ଆସିଲା। ସେଠି ମଧ୍ୟ ପ୍ରଭୁ ଗୋଟେ ୱାର୍ଡ କୁ ୟୁଜ କରିଛନ୍ତି, ହେ ଅଳ୍ପ ବିଶ୍ୱାସୀ ମାନେ, ତୁମମାନେ କାହିଁକି ଏତେ ଡରୁଆ, କାହିଁକି ଏତେ ଡରି ଯାଉଛ? ବିଶ୍ୱାସ ନଥିବାରୁ ସେମାନେ ଡରିଗଲେ। ଆମେ ସେଇଗୁଡିକ ଆମେ ଦେଖିଛୁ। ଆମେ କହିବାର ଅଛି, ପ୍ରଭୁ ଆମେ ଜାଣିଛୁ ତୁମେ ତୋଫାନକୁ ରଖିପାରିବ, ମାତ୍ର ଏ ଯୋଉ ଅଳ୍ପ ସମୟର ତୋଫାନ ସମୟରେ ମୁଁ କି ପ୍ରକାର ବିଶ୍ୱାସରେ ସ୍ଥିର ରହିପାରିବି, ମୁଁ ଯେ ପ୍ରକାର ଚିନ୍ତିତ ବ୍ୟତିବ୍ୟସ୍ତ ନ ହେବି, ସେଥିପାଇଁ ମୋର ବିଶ୍ୱାସକୁ ତୁମେ ଟିକେ ବଢାଇ ଦିଅ। ଏ ପ୍ରାର୍ଥନା ଆମକୁ କରିବାର ଆବଶ୍ୟକତା ରହିଛି। ମୁଁ ବେଶୀ ବ୍ୟତିବ୍ୟସ୍ତ ହେଇଯାଉଛି ପ୍ରଭୁ, ମୋର ପିଲାଙ୍କର ଷ୍ଟଡିକୁ ନେଇକିନା, ମୋର ପିଲାମାନଙ୍କର ଜବକୁ ନେଇ, ମୋର ପିଲାମାନଙ୍କର ମ୍ୟାରେଜକୁ ନେଇ, ସେମାନଙ୍କର କ୍ୟାରିୟରକୁ ନେଇ, ଆମର ଭବିଷ୍ୟତକୁ ନେଇ ମୁଁ ବହୁତ ବ୍ୟତିବ୍ୟସ୍ତ ହେଇଯାଉଛି। ତୁମେ ମତେ ସାହାଯ୍ୟ କର। ମୁଁ ବହୁତ ଓଭର ଥିଙ୍କିଙ୍ଗ ହଉଛି। ଅନେକ ସମୟରେ ଆମର ଝିଅ ମାନେ LKG ପଢୁଥିବେ, ଅନେକ ମା ମାନେ ଚିନ୍ତା କରନ୍ତି ଯେ ମୋର ଝିଅକୁ କେମିତି ଘର ମିଳିବ, ତାର ଶାଶୁ ତାର ସହିତ କେମିତି ଟ୍ରିଟ କରବ, ତାର ହଜବେଣ୍ଡ କେମିତି ହେବ। ଅନେକ ସମୟରେ ଏ ଚିନ୍ତା ଥାଏ। ଝିଅ କେତେ ପଢୁଛି? ଏବେ LKG ରେ ପଢୁଛି, ଏବେ ନର୍ସରୀ ଯିବା ଆରମ୍ଭ କରୁଛି। ଆମେ ବହୁତ ଓଭର ଥିଙ୍କିଙ୍ଗ ଏ ସବୁ ହଉଛି। ମୋ ଝିଅକୁ ମୁଁ ଏଠି ମୋ ପୁଅ ଝିଅକୁ ଏତେ ଟଙ୍କା ଖର୍ଚ୍ଚ କରି ପଢାଉଛି, ସେମାନଙ୍କୁ ଭଲ ଚାକିରି ମିଳିବ ତ। ସବୁ ଯତ୍ନ ନେବା ପରମେଶ୍ୱର ଆମର ସହିତ ଅଛନ୍ତି। ଆମର ବିଶ୍ୱାସକୁ ଆମେ ବଢେଇବା ପ୍ରିୟ ଭଉଣୀ। ଆମର ପରମେଶ୍ୱର ସର୍ବଶକ୍ତିମାନ ପରମେଶ୍ୱର ଅଟନ୍ତି। ଆମର ପରମେଶ୍ୱର ସବୁ ବିଷୟରେ ସେ ନିୟନ୍ତ୍ରଣ କରନ୍ତି। ତେଣୁ ବହୁତ ୱରିଡ୍ ଆମେ ହେବାନି। ଅନେକ ସମୟରେ ଆସେ ଏ ପ୍ରକାର ଚିନ୍ତା ଗୁଡିକ ଆସେ ଯେ ସେମାନଙ୍କର ସିନା ଗଭର୍ଣ୍ଣମେଣ୍ଟ ଜବ ଅଛି ବୋଲି ସେମାନେ ଏଇ ବିଷୟ ଯାକ କରିଦଉଛନ୍ତି, ସେମାନଙ୍କର ଜବ ଅଛି, ସେମାନଙ୍କର ଚାକିରି ଅଛି, ସେମାନଙ୍କର ଟଙ୍କା ଆସୁଛି ବୋଲି ସେମାନେ ବହୁତ ସୁନ୍ଦର ଭାବରେ ଚଳି ଯାଉଛନ୍ତି। ଆମେ କେମିତି ଚଳିବୁ? ଏ ପ୍ରକାର ଚିନ୍ତା ଗୁଡିକ, ବିଭିନ୍ନ ପ୍ରକାର ଚିନ୍ତା ଗୁଡିକ ଆମମାନଙ୍କ ମଧ୍ୟରେ ଆସେ, ଘାରି ହୁଏ। ଆଜି ମୋର ଦେହ ଭଲ ଅଛି ବୋଲି ମୁଁ ଯାଇ କାମ କରି ଆସି ମୋର ଘରକୁ ଚଳଉଛି,
ମୋର ହଜବେଣ୍ଡଙ୍କର ଦେହ ପା ଭଲ ଅଛି, ହାତ ଗୋଡ ଭଲ ଅଛି ବୋଲି ସେ ଆଣିକିନା ଦେଉଛନ୍ତି ବୋଲି ଆମେ ଖାଉଛୁ। କାଲି ସକାଳେ ଯଦି ତାଙ୍କର କଣ ହେଇଯିବ, ଆମେ କେମିତି ଚଳବୁ? ଅନେକ ସମୟରେ ଏ ପ୍ରକାର ଓଭର ଥିଙ୍କିଂ ଗୁଡିକ କିଛି ନଥିବ। ମୋ ପିଲାମାନଙ୍କର ଯତ୍ନ ଆମେ କେମିତି ନେବୁ? କାଲି ସକାଳେ ଯଦି କାମ ହବ ନାହିଁ, ଆମେ କେମିତି ବଞ୍ଚିବୁ? କାହିଁକି ପ୍ରିୟ ଭଉଣୀ ମାନେ ଏ ପ୍ରକାର ଯୋଜନା ଗୁଡିକ ଆମେ କରୁଛୁ? ଭବିଷ୍ୟତ ନିମନ୍ତେ ଆମେ କାହିଁକି ଏତେ ଚିନ୍ତିତ ବ୍ୟତିବ୍ୟସ୍ତ ହଉଛୁ? ପ୍ରଭୁ କହୁଛନ୍ତି ପରା, କାଲି ଅ କାଲି ପାଇଁ ଚିନ୍ତିତ ହୁଅ ନାହିଁ, କାରଣ କାଲି ନିଜେ ନିଜ ପାଇଁ ଚିନ୍ତା କରିବ। ଆଜିର କଷ୍ଟ ଆଜି ପାଇଁ ଯଥେଷ୍ଟ। ପ୍ରଭୁ ଆଜି ଆମକୁ ରଖିଛନ୍ତି, ଆଜି ଠିକ ଅଛି ପରିସ୍ଥିତି ଆମେ ଚାଲିବା, ଭବିଷ୍ୟତ ନିମନ୍ତେ ଆମେ ଚିନ୍ତା କରି ବହୁତ ବ୍ୟତିବ୍ୟସ୍ତ ହେବାନି। ଆମେ ଅତୀତରେ ଯାହା କିଛି କରିଛୁ ଆମର ହାତରେ ନାହିଁ, ଆଉ ଭବିଷ୍ୟତରେ ମଧ୍ୟ ଆମ ଜୀବନରେ ଯାହା କିଛି ହେବ ଆମର ପ୍ରଭୁ ସବୁ ସେ ଡିଜାଇନ କରି ସାରିଛନ୍ତି। କେବଳ ଆଜିକୁ ଆମେ ଦେଖି ପ୍ରଭୁଙ୍କର ସହିତ ବିଶ୍ୱସ୍ତ ଭାବରେ ଆମେ ଚାଲିବା, ଆମର ବିଶ୍ୱାସକୁ ଆମେ ବଢେଇବା, ପ୍ରଭୁଙ୍କୁ କହିବା, ପ୍ରଭୁ ମୋର ଅଳ୍ପ ବିଶ୍ୱାସକୁ ତୁମେ ବଢାଅ। ମୋର ପରିସ୍ଥିତି ଆଜି ଖରାପ ଅଛି, ମୁଁ ଦେଖିକିନା ବହୁତ ବ୍ୟତିବ୍ୟସ୍ତ ହଉଛି, ମତେ ଅସ୍ତବ୍ୟସ୍ତ ଲାଗିଯାଉଛି। ପ୍ରଭୁ ମୁଁ ଯେ ପ୍ରକାର ବିଶ୍ୱାସକୁ ମୁଁ ବଢେଇ ପାରିବି, ସେଥିପାଇଁ ମତେ ତୁମେ ସାହାଯ୍ୟ। ଗତ କିଛି ଦିନ ପୂର୍ବେ ମୋର ବହୁତ ଜୋରସେ ପେଟ ବଥା ହଉଥିଲା, ଏତେ ଜୋରସେ ପେଟ ବଥା, ମାନେ କଣ ଗୋଟେ ଭିତରେ ମତେ ଚୁବାଉଛି। ମତେ ଲାଗୁଥିଲା କେମିତି ମୋର ଭିତରେ କିଛି ବୋଧେ ପୋକ ପୋକ ଯାକ ହେଇଯାଇଛନ୍ତି, ଯୋଉଟା କି ମତେ ସେମାନେ ଚୁବାଉଛନ୍ତି। ଏମିତି ପ୍ରକାର ମାନେ ଭିତରେ ଗୋଟେ କଣ ପଶି ଯାଇଛି, ମତେ ଖାଲି ଏ ପ୍ରକାର କଷ୍ଟ ବହୁତ ପାଉଥିଲି। ମାତ୍ର ତାପରେ ମୋ ପ୍ରାର୍ଥନା କିଛି ଦିନ, ଆଉ ସେ ସମୟରେ ପ୍ରଭୁଙ୍କର ଦାସ ମାନେ ଆସିଥିଲେ, ଆଉ ସେ ପେଟ ବଥାକୁ ମଧ୍ୟ ଇଗ୍ନୋର କରି କରି ଚାଲେ। ପାଖାପାଖି ସପ୍ତାହଟି ସେ ପ୍ରକାର ବଥା, ଆଉ ପ୍ରାର୍ଥନା ବ୍ୟସ୍ତ ଲାଗୁଥିଲା କାଳେ କଣ ହେଇଯାଇଥିବ ପେଟ ଭିତରେ ବୋଲି, କିନ୍ତୁ ପ୍ରଭୁ ଅନୁଗ୍ରହ କରି ସୁସ୍ଥତା ଦେଲେ, ଆଉ ଏବେ ସେ ପେଟ ବଥା ମଧ୍ୟ ନାହିଁ। ପ୍ରିୟ ଭଉଣୀ ମାନେ ବ୍ୟତିବ୍ୟସ୍ତ ହେବା ନାହିଁ, ସେ ସୁସ୍ଥକାରୀ ଆମର ସହିତ ଅଛନ୍ତି। ଯଦି ଆଜି ରୋଗ ହେଇଛି, ସେ ସୁସ୍ଥକାରୀ ଆମ ସହିତ ଅଛନ୍ତି। ଯଦି ଆଜି ଅଭାବରେ ଅଛୁ, ସେ ଜିହୋବା ଜିରି ଆମର ସହିତ ଅଛନ୍ତି। ଯଦି ଆଜି ଆମେ ଅଶାନ୍ତିରେ ଅଛୁ, ଆମର ସମ୍ପର୍କ ଗୁଡିକ ଆଜି ବିଗିଡି ଯାଇଛି, ସେ ଜିହୋବା ଶାଲୋମ, ସେ ଶାନ୍ତିର ରାଜକୁମାର ଆମର ସହିତ ଅଛନ୍ତି, ସେ ଶାନ୍ତି ପ୍ରଦାନ କରେ। ସ୍ୱାମୀ ସ୍ତ୍ରୀଙ୍କର ସମ୍ପର୍କକୁ ନେଇ ବ୍ୟସ୍ତ, ଶାଶୁ ବୋହୂର ସମ୍ପର୍କକୁ ନେଇ ବ୍ୟସ୍ତ ଅଛନ୍ତି, ଚିନ୍ତିତ ଅଛନ୍ତି, ଆପଣଙ୍କର ପରମେଶ୍ୱର ଆପଣଙ୍କର ସହିତ ଅଛନ୍ତି। ସେ ସମ୍ଭାଳିବେ, ପ୍ରତ୍ୟେକ ପରିସ୍ଥିତିରେ ସେ ଆପଣଙ୍କୁ ସମ୍ଭାଳିବେ। ବ୍ୟସ୍ତ ହୁଅନ୍ତୁ ନାହିଁ ପ୍ରିୟ ଭଉଣୀ। ମୁଁ ମୋର ନିଜର ଏକ୍ସାମ୍ପଲ ହିଁ ଆପଣ ମାନଙ୍କ ନିକଟରେ ରଖିବାକୁ ଚାହେଁ। ଏବେ ଯେ ପ୍ରକାର ଦେଖୁଛନ୍ତି ଆମ ସ୍ୱାମୀ ସ୍ତ୍ରୀଙ୍କର ସମ୍ପର୍କ ସେ ପ୍ରକାର ନଥିଲା, ବହୁତ ଅଶାନ୍ତି ମଧ୍ୟ ଦେଇ ଆମେ ଯାଉଥିଲୁ। ଅନେକ ସମୟ ଏମିତି ବି ଆସେ, କିନ୍ତୁ ମୋ ସ୍ୱାମୀ ସେ ପ୍ରକାର ମୁଁ ମନେ ମନେ ଅନେକ ସମୟରେ ଭାବୁଥିଲି, 2017 ମସିହାର କଥା ମୁଁ କହିବାକୁ ଚାହେଁ, ହୁଏତ ଆମ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ଲଗେଇବା ପାଇଁ ମଧ୍ୟ ମୁଁ ଚିନ୍ତା କରୁଥିଲି, କିନ୍ତୁ ମୁଁ ପ୍ରାର୍ଥନା କଲି ଗୋଟେ ବିଷୟରେ, ପ୍ରଭୁ ମୋର ସମ୍ପର୍କକୁ ତୁମ ଚରଣ ତଳେ ଦେଉଛି। ତୁମେ ଆମ ସ୍ୱାମୀ ସ୍ତ୍ରୀଙ୍କର ସମ୍ପର୍କକୁ ସଜାଡ, ତୁମେ ଆମ ସ୍ୱାମୀ ସ୍ତ୍ରୀଙ୍କର ସମ୍ପର୍କକୁ ଗଠନ କର। ଆଉ ଗୋଟେ ବିଷୟ, ପ୍ରଭୁଙ୍କ ପାଦ ତଳେ ମୁଁ ନିଜକୁ ସମର୍ପଣ କଲି, ଆଉ ଆମର ଅଶାନ୍ତିକୁ ମୁଁ କାହା ସହିତ ମଧ୍ୟ ସିଙ୍ଗିଲ କାହା ସହିତ ମଧ୍ୟ ମୁଁ ସେୟାର କରିନାହିଁ କି ଆମ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଏ ପ୍ରକାର ସମସ୍ୟା ଗୁଡିକ ଚାଲିଛି, କେମିତି ମୋର ମା କୁ ନାହିଁ, ମୋର ଭାଇ କୁ ନାହିଁ, ମୋର ଭଉଣୀକୁ ନାହିଁ, ମୁଁ କାହା ସହିତ ମଧ୍ୟ ମୋ ସମସ୍ୟା ଗୁଡିକ, ମୋ ଅଶାନ୍ତି, ଆମ ସ୍ୱାମୀ ସ୍ତ୍ରୀଙ୍କର ଅଶାନ୍ତି ବିଷୟରେ ମୁଁ କଥାବାର୍ତ୍ତା ନାହିଁ। ସେ ସମୟରେ ବହୁତ ବ୍ୟସ୍ତ ଲାଗେ, ମୁଁ ରାତି ରାତି ବସିକିନା କାନ୍ଦେ, ଆଉ ମୁଁ କାନ୍ଦେବା ମୋର ଡାଏରୀ ଗୁଡିକରେ ମୁଁ ଲେଖେ ଖାଲି, ମୁଁ ମା କୁ କହୁଛି ବୋଲି ଭାବିକିନା ଲେଖେ, ମୁଁ ମୋର ଭାଇ କୁ କହୁଛି ବୋଲିକିନା ବସିକିନା ମୁଁ ବହୁତ ଲେଖେ, ରାତି ରାତି ଆଉ ବସିକିନା ମୁଁ ଲେଖି ଲେଖି କାନ୍ଦି କାନ୍ଦି ମତେ ବହୁତ, ସେ ସମୟରେ ତାପରେ ମୁଁ ପ୍ରାର୍ଥନା କଲି, ପ୍ରଭୁ ତୁମେ ହିଁ ସମ୍ଭାଳ। ଆଉ ପ୍ରଭୁ ମତେ ଗୋଟେ ବିଷୟ କହିଲେ, ଆଉ ସେ ବିଷୟକୁ ଯୋଉ ସମୟରେ ମୁଁ ମାନିବାର ଆରମ୍ଭ କଲି, ଧୀରେ ଧୀରେ ଆମର ସମ୍ପର୍କ ଗୁଡିକରେ ସୁଧାର ଆସେ। ସେ ସବୁ ବିଷୟ ହୁଏତ ଏସବୁ ଓପେନଲି ମୁଁ କହିପାରିବି ନାହିଁ। ଯେ ସମୟରେ ଯଦି ଆପଣ ମାନେ ଯଦି କିଛି ପର୍ସନାଲି ମୋ ସହିତ କଥାବାର୍ତ୍ତା ହେବାକୁ ଚାହାନ୍ତି, କି ଆପଣଙ୍କର ସମସ୍ୟା ଗୁଡିକ ନେଇ ଆସନ୍ତି, ସେ ସମୟରେ ମୁଁ କହିବି ମୁଁ ପ୍ରାକ୍ଟିକାଲି ସେ ସବୁକୁ କି ପ୍ରକାର ଫେସ୍ କରିଛି, ଆଉ ପ୍ରଭୁ ସେଥିରୁ ବହୁତ ସୁନ୍ଦର ଭାବରେ ଆମକୁ ବାହାର କଲେ। ଆମେ ବହୁତ ସୁନ୍ଦରରେ ସ୍ୱାମୀ ସ୍ତ୍ରୀ ଏଇ ସମୟରେ ଅଛୁ। ସେ ଅନେକ ସମୟରେ ଏ ପ୍ରକାର ଚିନ୍ତା ଗୁଡିକ ମଧ୍ୟ ଆମକୁ ବ୍ୟତିବ୍ୟସ୍ତ କରେ।
କିନ୍ତୁ ସମୟ ଅଛି। ଆମେ ଅନେକ ସମୟରେ ଚିନ୍ତା କରୁ ମୋ ସ୍ଵାମୀ ଆଉ ପରିବର୍ତ୍ତିତ ହେବେନି। ମୁଁ ମୋ ମାଙ୍କୁ ଦେଖିଛି, ମୋ ବାବା ବହୁତ ପିଉଥିଲେ। ଯୋଉ ସମୟରେ ଆମେ ସାନ ଥାଉ, ଆମ ଘରେ ଯାହା ବି ଥାଏ, ଯେତିକି ଆମର ଚାଉଳ ମାଣ୍ଡିଆ ଯାହା ବି ଥିବ, ଆମ ବାବା ଯେବେ ପିଇ ଆସନ୍ତି ସେ ସମୟରେ ସବୁକୁ ମିଶେଇ ଦେବେ। ମାନେ ସେ ପିଇଲେ ଏ ପ୍ରକାର ବିଷୟ ଗୁଡିକ ହୁଏ। ମୁଁ ଦେଖେ ଆମ ପ୍ରତି ଶୁକ୍ରବାର ଦିନ ସେ ଫାଷ୍ଟିଂ କରନ୍ତି ଆଉ ବାବାଙ୍କ ନିମନ୍ତେ ପ୍ରାର୍ଥନା କରନ୍ତି। ଆଉ ସେ ସବୁ ବିଷୟ ଗୁଡିକ ଆମେ ଶେଷ ସମୟରେ ବହୁତ ସୁନ୍ଦର ଭାବରେ ବିଶ୍ୱାସରେ ଥାଇକିନା ଆମର ବାବା ଏ ଜଗତକୁ ତ୍ୟାଗ କଲେ। ପ୍ରିୟ ଭଉଣୀ ମାନେ, ଆମେ ବ୍ୟତିବ୍ୟସ୍ତ ହବା ନାହିଁ। ଗୋଟେ ବିଷୟ, ଆମର ବିଶ୍ୱାସକୁ ଆମେ ବଢେଇବା ପାଇଁ ପ୍ରଭୁଙ୍କ ନିକଟରେ ଯିବା। ଆମେ ପ୍ରାର୍ଥନା କରିବା ସେ ପରମେଶ୍ୱର ଆମମାନଙ୍କର ପ୍ରତ୍ୟେକ ପ୍ରକାର ଚିନ୍ତାରୁ ଆମମାନଙ୍କୁ ସେ ବାହାର କରିବେ, ମୁକ୍ତ କରିବେ। ସେ ଅଶାନ୍ତିକର ପରିସ୍ଥିତିରୁ ଆମମାନଙ୍କୁ ଶାନ୍ତିର ପରିସ୍ଥିତିରେ କଢାଇ ନେବେ। ଭାଙ୍ଗି ଯାଉଥିବା ବିଷୟକୁ ସେ ପୁନର୍ବାର ଗଠନ କରିବା ପଡୁଛି। କାହିଁକି ନା ଆମେ ଅଳ୍ପ ବିଶ୍ୱାସୀ ନାହୁଁ, ଆମେ ବିଶ୍ୱାସରେ ସୁଦୃଢ ଅଛୁ। ଆଉ ଆମର ପରମେଶ୍ୱର ଆମର ବିଶ୍ୱାସକୁ ନିଶ୍ଚିନ୍ତ ରୂପରେ ବଢାଇଛନ୍ତି। ଆଉ କିଏ ବେଶୀ ଚିନ୍ତା କରନ୍ତି ଜାଣନ୍ତି ନା? ଯୋଉମାନେ ଅନାଥ, ଯୋଉମାନେ ଭାବନ୍ତି କି ଏ ସାନ ଗୋଟେ କଥା ମତେ ବହୁତ ଭଲ ଲାଗିଲା। ଆଉ ଏ ସମସ୍ତ ବିଷୟ ଯେ ତୁମ୍ଭ ମାନଙ୍କର ପ୍ରୟୋଜନ, ତାହା ତୁମ୍ଭ ମାନଙ୍କର ସ୍ୱର୍ଗସ୍ଥ ପିତା ଜାଣନ୍ତି। ସ୍ଥାନରେ ଯଦି ଲେଖା ଯାଇଥାଏ ତୁମର ପ୍ରଭୁ ଜାଣନ୍ତି, ସଦା ପ୍ରଭୁ ଜାଣନ୍ତି, ତାହା ଲେଖା ଯାଉନାହିଁ ତୁମର ସ୍ୱର୍ଗସ୍ଥ ପିତା ଜାଣନ୍ତି। କହିବାର ଅର୍ଥ ତୁମ୍ଭେ ମାନେ ଅନାଥ ନୁହଁ, ତୁମର ଗୋଟେ ସ୍ୱର୍ଗସ୍ଥ ପିତା ଅଛନ୍ତି। ତୁମର ଜଣେ ସ୍ୱର୍ଗସ୍ଥ ପିତା ଅଟନ୍ତି, ଯେ କି ତୁମ ନିମନ୍ତେ ଚିନ୍ତା କରନ୍ତି। ତୁମର କଣ, ତୁମେ କେଉଁ ପରିସ୍ଥିତିରେ ଅଛ ତାହା ସେ ଜାଣନ୍ତି। ତୁମେ ଯୋଉ ଲୁଚି ଲୁଚି କାନ୍ଦୁଛ ସେଟା ମଧ୍ୟ ତୁମର ପିତା ଦେଖୁଛନ୍ତି। ମୋର ପାଇଁ କେହି ବି ଚିନ୍ତା କରୁନାହାନ୍ତି, ମୋର ପାଇଁ ମୋ ପ୍ରତି କାହାର ଦୃଷ୍ଟି ନାହିଁ। ଏ ପ୍ରକାର ଭାବନ୍ତୁ ନାହିଁ ପ୍ରିୟ ଭଉଣୀ ମାନେ। କାହାର ଦୃଷ୍ଟି ନଥିଲେ ମଧ୍ୟ ଆପଣଙ୍କର ସ୍ୱର୍ଗସ୍ଥ ପିତା ଜାଣନ୍ତି। ଆପଣଙ୍କର ଯାହା ଆବଶ୍ୟକ ତାହା ସେ ଜାଣନ୍ତି, ତାହା ସେ ଦେଖନ୍ତି। ଆପଣଙ୍କୁ ଗୋଟେ ଜବ୍ ର ଆବଶ୍ୟକତା ଅଛି, ଆପଣଙ୍କର ସ୍ଵାମୀଙ୍କର ଶାରୀରିକ ଅସୁସ୍ଥତା ଅଛି, ଘରେ ଅସୁସ୍ଥତା ଅଛି, କେହି ନ ଦେଖିଲେ ମଧ୍ୟ, କେହି ନ ଜାଣିଲେ ମଧ୍ୟ ଆମର ସ୍ୱର୍ଗସ୍ଥ ପିତା ସେ ସବୁ ଜାଣନ୍ତି। ତେଣୁ ଆମମାନଙ୍କୁ ବ୍ୟତିବ୍ୟସ୍ତ ହେବାର ନାହିଁ ପ୍ରିୟ ଭଉଣୀ ମାନେ। ଆମକୁ ସେ ଅନାଥର ସ୍ପିରିଟ କୁ ବାହାର କରି ସ୍ୱର୍ଗସ୍ଥ ପିତାଙ୍କୁ ଅବା ପିତା ବୋଲି ଡାକିବା ପାଇଁ ଗୋଟେ ପବିତ୍ର ଆତ୍ମାକୁ ଦିଆଯାଇଛି। ଆଜି ଆମମାନଙ୍କର ଏର୍ଥଲି ଫାଦର ଆମର ସହିତ ରହି ନ ପାରନ୍ତି, କିନ୍ତୁ ହେଭେନଲି ଫାଦର ଆମର ସହିତ ସବୁ ସମୟରେ ଅଛି। ସେ ଆମର ସହିତ ସେ ପଢେଇବେ। ଅନେକ ସମୟରେ ଏମିତି ବି ଲାଗେ ଆମର ବାପା ମା ମାନେ ଆମର ପାଇଁ କିଛି ପୌତୃକ ସମ୍ପତ୍ତି ଛାଡିକିନା ଆକା ଯାଇନାହାନ୍ତି। ଆମର ପାଖରେ କିଛି ଆକା ନାହିଁ କିଛି ଗୋଟେ କରିବା ପାଇଁ, କି ଆମର ପାଖରେ କୌଣସି ଲୋକ ବଳ ମଧ୍ୟ ନାହିଁ। କୋଉ ଜାଗାରେ ଯାଇ କାହା ସହିତ କଥାବାର୍ତ୍ତା ହେବା ପାଇଁ ଆମର ପାଖରେ ସେ ପ୍ରକାର ଲୋକ ବଳ ମଧ୍ୟ ନାହିଁ ବୋଲି ଆମେ ଅନେକ ସମୟରେ ଭାବୁ। କିନ୍ତୁ ସେ ଅନାଥର ସ୍ପିରିଟ ରୁ ପ୍ରଭୁ ଆମମାନଙ୍କୁ ବାହାର କରିଛନ୍ତି ପ୍ରିୟ ଭଉଣୀ ମାନେ। ଆଉ ଆମେ ଅନାଥ ନାଉ ଯେ ଆମେ ଓଭର ଥିଙ୍କିଂ କରି କରି ଆମମାନଙ୍କର ଶରୀରକୁ ଆମେ କ୍ଷୟ ପାଇବା ପାଇଁ ଦେବା। ପ୍ରଥମ ପିତର 5:6-7 ଲେଖାଗଲା, ଆଉ ତାହାଙ୍କର ବଳବନ୍ତ ହସ୍ତରେ ସବୁ କଣ କର, ସମର୍ପଣ କର। ଆମର ବାପାଙ୍କର ହାତ କେମିତି ହାତ? ବଳବନ୍ତ ହସ୍ତ, ଯାହାକୁ ଆମେ ପିତା ବୋଲି ଡାକୁଛୁ, ଯେ ଆମର ସ୍ୱର୍ଗସ୍ଥ ପିତା, ସେ ସ୍ୱର୍ଗସ୍ଥ ପିତା। ଆଉ ସେଇ ସ୍ୱର୍ଗସ୍ଥ ପିତାଙ୍କର ହସ୍ତରେ କେମିତି ହସ୍ତ? ସେଟା ବଳବନ୍ତ ହସ୍ତ, ଦୁର୍ବଳିଆ ହସ୍ତ ନାହିଁ ସେଟା। ଯୋଉ ହସ୍ତ କି ଆମମାନଙ୍କ ଉପରେ ଅଛି, ଆଉ ତାଙ୍କର ହସ୍ତରେ ଆମେ ସମସ୍ତ ବିଷୟ ସମର୍ପଣ କରିଦେବା। ପ୍ରିୟ ଭଉଣୀ ମାନେ, ଆମେ ସବୁ ଦିନ ପାଇଁ ପ୍ରାର୍ଥନା ଶେଷରେ ହେ ଆମ୍ଭ ମାନଙ୍କର ସ୍ୱର୍ଗସ୍ଥ ପିତା ବୋଲି ପ୍ରାର୍ଥନା କରୁ। ସ୍ୱର୍ଗସ୍ଥ ପିତା ମାନେ ସମସ୍ତ ବିଷୟର ନିୟନ୍ତ୍ରଣ ତାଙ୍କ ଠାରେ ଅଛି। ସେ ସ୍ୱର୍ଗରେ ଅଛନ୍ତି, ସବୁ ବିଷୟକୁ ସେ ନିୟନ୍ତ୍ରଣ କରୁଛନ୍ତି। ତ ସେ ପିତା କଣ ମୋର ଆବଶ୍ୟକତା ଆଜି ଜାଣିନାହାନ୍ତି କି ପ୍ରିୟ ଭଉଣୀ ମାନେ? ଆମର ଆବଶ୍ୟକତାକୁ କଣ ସେ ବୁଝୁନାହାନ୍ତି? ଆମକୁ କଣ ଦରକାର ସେ କଣ ଜାଣନ୍ତି ନାହିଁ? ତ କାହିଁକି ଆମେ ଏତେ ବ୍ୟତିବ୍ୟସ୍ତ, ଏତେ ଅସ୍ତବ୍ୟସ୍ତ ହେବା? ସେ ସ୍ୱର୍ଗସ୍ଥ ପିତାଙ୍କ ନିକଟରେ ଆମର ସମସ୍ତ ଭାରକୁ ଆମେ ସମର୍ପଣ କରିଦେବା। ଆମେ ଅନାଥ ନାହୁଁ, ଆମର ବାପା ଅଛନ୍ତି। ଆମର ପୁଅ ଝିଅ ମାନଙ୍କୁ ସେମାନଙ୍କର କଣ ଆବଶ୍ୟକତା, ସେମାନେ କଣଟା ପିନ୍ଧିବେ, କଣଟା ଖାଇବେ, ଏଥିପ୍ରତି ସେମାନେ ବ୍ୟସ୍ତ ହେବେ ନାହିଁ। କାହିଁକି ନା ତାଙ୍କର ମା ବାପା ଅଛନ୍ତି, ସେମାନଙ୍କର ସେ ଯତ୍ନ। ଆମର ମଧ୍ୟ ସ୍ୱର୍ଗସ୍ଥ ପିତା ଅଛନ୍ତି,
ସେ ଆମମାନଙ୍କର ଯତ୍ନ ନେବେ। ଆମେ ଅନେକ ସମୟରେ ବିଭିନ୍ନ ପ୍ରକାର ବିଷୟ ଗୁଡିକ କାଲକୁଲେସନ କରୁ, ଏଟା ଏମିତି ହେବ ସେମିତି ହେବ, କେମିତି ଆଇବ କୋଉଠୁ ଆଇବ କେମିତି କରି ଆମେ କରିବୁ ବୋଲି ଆମେ ଅନେକ ସମୟରେ ଚିନ୍ତିତ ହଉ। ଆମର ବାପା ଏବେ ଯାଏ ମରିନାହାନ୍ତି, ଆମେ ମଧ୍ୟ ଏଇ କିଛି ଦିନ ପରେ ଆମମାନଙ୍କର ଘର କାମକୁ ଆମେ ଆରମ୍ଭ କରିବୁ ବୋଲି ଆମେ ଚିନ୍ତା କରୁଛୁ। ସେ ସମୟରେ ଅନେକ ସମୟରେ ଚିନ୍ତା ଆସେ, ଏତେ ଟଙ୍କା ଏତେ ବଡ ବଜେଟ କୋଉଠୁ ଆସିବ। ପ୍ରଭୁ ମତେ କଥା କହୁଥିଲେ, ମୁଁ ବଞ୍ଚିଛି ତ ସେ ସ୍ୱର୍ଗସ୍ଥ ପିତା ଯୋଉ ସମୟରେ ଅଛନ୍ତି, ତ ଆମକୁ କାହିଁକି ୱରିଡ୍ ହେବାର ଆବଶ୍ୟକତା ରହିଛି। ଯାହା ଅଛି ମୁଁ କହେ, ଯୋଉ ସମୟରେ ଆମକୁ ଯାହା ଆବଶ୍ୟକ ସେ ସବୁ ବିଷୟ ପ୍ରଭୁ ଆମମାନଙ୍କୁ ଦେଇଛନ୍ତି। ଆଉ ଆଜି ଯଦି ଆମକୁ ସେଟା ମଧ୍ୟ ଆବଶ୍ୟକତା ରହିଛି, ସେ ଯଦି ଜାଣୁଛନ୍ତି ଆପଣ ଯାହା ନିମନ୍ତେ ଚିନ୍ତିତ ହଉଛନ୍ତି ବ୍ୟତିବ୍ୟସ୍ତ ହଉଛନ୍ତି, ସେ ବିଷୟ ଯଦି ଆପଣଙ୍କୁ ଦରକାର ବୋଲି ଆପଣଙ୍କର ପିତା ଭାବୁଛନ୍ତି, ସେ ଉପଯୁକ୍ତ ସମୟରେ ସେଟା ମଧ୍ୟ ସେତେବେଳେ ଦେବ। ସେଥିପାଇଁ ବେଶୀ ୱରିଡ୍ ହୁଅନ୍ତୁ ନାହିଁ। ହୁଏତ ଆମକୁ ଲାଗିପାରେ ଯେ ବହୁତ ଲେଟ୍ ହେଇଗଲାନି, ବହୁତ ବିଳମ୍ବ ହେଇଗଲାନି, କିନ୍ତୁ ବିଳମ୍ବ ହେଇନାହିଁ। ଠିକ ସମୟ ଆସିଲେ ଆମର ପ୍ରଭୁ ଆମକୁ ସେ ସବୁ ବିଷୟ ଗୁଡିକ ମଧ୍ୟ ଆମମାନଙ୍କୁ ଦେବେ। ତେଣୁ ଆମେ ବହୁତ ଚିନ୍ତିତ ବ୍ୟତିବ୍ୟସ୍ତ ହେବା ନାହିଁ। ଆମର ବାପା ଅଛନ୍ତି ଯେ କି ଆମ ନିମନ୍ତେ ଚିନ୍ତା କରିବେ, ଆମର ଆବଶ୍ୟକତା ଗୁଡିକକୁ ସେ ପୂର୍ଣ୍ଣ କରିବେ। ଏକଲା ରହୁଛନ୍ତି, ବାହାରେ ରହୁଛନ୍ତି, ସେ ଆମମାନଙ୍କର ସୁରକ୍ଷା। ଆମେ ଅନେକ ସମୟରେ ଭାବୁ, ଯୋଉ ସମୟରେ କିଛି କିଛି ଘଟଣା ଗୁଡିକ ଘଟିଯାଏ, ପିଲାମାନେ କଲେଜ ଯାଇଥିବେ ସ୍କୁଲ ଯାଇଥିବେ, ସେ ସମୟରେ ବିଭିନ୍ନ ପ୍ରକାର ଖରାପ ଚିନ୍ତା ଗୁଡିକ ଆସେ ମନ ମଧ୍ୟରେ। କେମିତି ଯାଇଥିବ, ଏତେ ବାଟ ଯିବାଟା କେମିତି ଆସିବ, ସେ କେମିତି ରହୁଥିବ, କାହିଁକି ଏତେ ଚିନ୍ତା। ପ୍ରିୟ ଭଉଣୀ ମାନେ, ଆମେ ସିନା ସେମାନଙ୍କର ପାଖରେ ନାହୁଁ, କିନ୍ତୁ ଆମର ସ୍ୱର୍ଗସ୍ଥ ପିତା ତ ସେମାନଙ୍କ ସହିତ ଅଛନ୍ତି। ଆମେ ପ୍ରାର୍ଥନା କରିବା, ବାପା ତୁମେ ସେମାନଙ୍କୁ ସୁରକ୍ଷା ଦିଅ। ପ୍ରତି ସମୟରେ ଯୋଉ ସମୟରେ ମୋ ପୁଅ ଝିଅ ମାନେ ସ୍କୁଲ କୁ ଯାଆନ୍ତି, ସେ ସମୟରେ ମୁଁ କିଛି ନହେଲେ କିଛି ସମୟ ବାହାର କରେ, ଆଉ ଆଣ୍ଠୁରେ ବସେ ପୁଅ ଝିଅ ମାନଙ୍କ ନିମନ୍ତେ ପ୍ରାର୍ଥନା କରେ। ପ୍ରଭୁ ତୁମେ ସେମାନଙ୍କୁ ସୁରକ୍ଷା ଦିଅ, ତୁମେ ସେମାନଙ୍କର ଯତ୍ନ ନିଅ। ଆଉ ନିଶ୍ଚିତ ଭାବରେ ଆମର ପ୍ରଭୁ ସେ ପ୍ରକାର ସୁରକ୍ଷା ଆଉ ଯତ୍ନର ସହିତ ଆମମାନଙ୍କୁ ସେ କଢେଇ ନଉଛନ୍ତି। ତ ଏ ସବୁ ବିଷୟ ଗୁଡିକ ନେଇ ଆମେ ଚିନ୍ତିତ ବ୍ୟତିବ୍ୟସ୍ତ ହେବା ନାହିଁ। ଆମର ବିଶ୍ୱାସକୁ ଆମେ ବଢେଇବା। ଆମେ ଅନାଥ ନାହୁଁ, ଆମର ଜଣେ ବାପା ଅଛନ୍ତି, ସେ ଆମମାନଙ୍କ ନିମନ୍ତେ ଚିନ୍ତା କରନ୍ତି। ଆଉ ଗୋଟେ ବିଷୟରେ ଆମେ ଅଳ୍ପ ସମୟ ଆଲୋଚନା କରି ଶେଷ କରିବା, ଯାକୁବ 4:13-14। ଏବେ ଦେଖ, ଯେଉଁମାନେ କହୁଅଛ, ଆଜି କିମ୍ବା କାଲି ଆମ୍ଭେମାନେ ଅମୁକ ସହରକୁ ଯିବୁ ଓ ସେଠାରେ 1 ବର୍ଷ ପର୍ଯ୍ୟନ୍ତ ରହି ବାଣିଜ୍ୟ ବ୍ୟବସାୟ କରି ଲାଭ କରିବୁ, କିନ୍ତୁ କାଲି କ'ଣ ଘଟିବ ତାହା ତ ତୁମ୍ଭେମାନେ ଜାଣ ନାହିଁ। ତୁମ୍ଭମାନଙ୍କର ଜୀବନ କ'ଣ କ୍ଷଣକେ ଦୃଶ୍ୟ ହୋଇ ଅଦୃଶ୍ୟ ହୁଏ, ଯେଉଁ ବାଷ୍ପ, ତୁମ୍ଭେମାନେ ତ ତାହା ସଦୃଶ୍ୟ। ଅନେକ ସମୟରେ ଆମର ବିଜନେସ, ଆମେ କିଛି ବିଷୟକୁ ନେଇ ବହୁତ ପ୍ଲାନ କରୁ। ଅନେକ ସମୟରେ ଆମେ ଭାବୁ ସେଠିରୁ ସେତିକି ଟଙ୍କା ଆଇବ, ଆମେ ଏମିତି ବିଜନେସ ରେ ଲଗେଇଛୁ, ସେ ଟଙ୍କା ଆଇଲେ ମୁଁ ତାକୁ ଦେଇଦେବି, ଏମିତି କରିବି ସେମିତି କରିବି, ବିଭିନ୍ନ ପ୍ରକାର ପ୍ଲାନ ଆମେ କରିଥାଉ। ଆଉ ସେମିତି ଦ୍ଵାରା କଣ ହୁଏ, ସେଠିରୁ ତ ଟଙ୍କା ଆଇବ ବୋଲି ଆମେ ଅନ୍ୟ ଠାରୁ ଆମେ ଟଙ୍କା ଆମେ ମାଗି ଦେଇଥାଉ, ଯଦ୍ୱାରା କି ଆମେ ସେ ଆମର ଭାଷାରେ କହିଲା ପରେ ଜାଲାରୀ ମାନଙ୍କର ପରି ଆମେ ହେଇଯାଇଥାଉ ଅନେକ ସମୟ। ଯେହେତୁ ଆମେ ବୁଝିପାରିବୁ, କ୍ଷମା କରିବେ, ସେଥିପାଇଁ ଏ ପ୍ରକାର ୱାର୍ଡ ଗୁଡିକ ମୁଁ ୟୁଜ କଲି। ଯେ କେମିତି ଜାଲ ମାଲ ଆମେ କରିଦେଇଥାଉ ଅନେକ ସମୟରେ। ସେଠିରୁ ତ ସେ ବିଜନେସ ରୁ ଆଇବ, ସେ କହିଛି ସେତିକି ଦେବ ବୋଲି, ସେଟା ଆଣିକିନା ମୁଁ ଆଙ୍କୁ ଦେଇଦେବି, ଏବେ ମାଗି ଦେଇଥିବି ଆହୁରି ଏ କାମ କରିକିନା ମୁଁ କରିଦେଇଥିବି ବୋଲି। ତାପରେ ସେ ତାକୁ ଆମେ କହିଥାଉ ମାସେ ପରେ ସେଠୁ ପଇସା ମିଳିବ ଭାଇ, ମୁଁ ତୁମକୁ ଫେରାଇ ଦେବି ବୋଲି ଆମେ କହିଥିବୁ। ତାପରେ ଦିଅ ବୋଲି ମାଗି ଗଲା ବେଳେ ଆମେ ତାଙ୍କୁ ଫେସ କରି ପାରୁନଥାଉ। ଏ ପ୍ରକାର ବିଭିନ୍ନ ପ୍ରକାର ବିଷୟ ଗୁଡିକ ହେଉଛି ପ୍ରିୟ ଭଉଣୀ। ବେଶୀ ଓଭର ଥିଙ୍କିଙ୍ଗ, ଆମେ ବେଶୀ ନା ଭାବି ଦଉ, କେତେ ଜଣ ଥାନ୍ତି ଏଠି ଏତିକି ଟଙ୍କା ଲଗେଇଛି, ସେଠରୁ ଆଇବ ମତେ ଏତିକି, ଏତିକି ଆଇଲେ ମୁଁ ଏତିକି ଲାଭ କରିବି, ଆକୁ ଦେବି ତାକୁ ଦେବି, ଏମିତି କରିବି ସେମିତି କରିବି ବୋଲି, ସେଠରୁ ଟଙ୍କା ଆଇବ ବୋଲି ଆଶାରେ ଏତେ ଥିଙ୍କିଙ୍ଗ ଆମର ଥିବ ଯେ ସେଇ ଟଙ୍କାରେ ଆହୁରି ଆକୁ ମାଗି ତାକୁ ମାଗି କାକୁ ମୁହଁ ଦେଖାଇଲା ପରେ ମଧ୍ୟ ଆମର ଜୀବନ ଏ ପ୍ରକାର ବିଭିନ୍ନ ପ୍ରକାର ବିଷୟ ଗୁଡିକ ହଉଛି ପ୍ରିୟ।
ସେଥିପାଇଁ ଆମେ ବେଶୀ ମଧ୍ୟ କୌଣସି ବିଷୟ ନିମନ୍ତେ ମଧ୍ୟ ଆମେ ବେଶୀ ଚିନ୍ତିତ ହବାନି, ବେଶୀ ଓଭର ଥିଙ୍କ କରିକିନା ଆମେ ଏକ୍ସାଇଟେଡ ହେଇ ବିଭିନ୍ନ ପ୍ରକାର ବିଷୟ ଗୁଡିକ କରିକିନା ଆମେ ନିଜକୁ କଣ କରିବା ନାହିଁ, ଦୁଃଖ ଦେବା ନାହିଁ, କି ନିଜକୁ ଆମେ ଅସୁବିଧାରେ କେବେ ମଧ୍ୟ ଆମେ ପକେଇବା। ଏସବୁ ବିଷୟ ଗୁଡିକ ଆମମାନଙ୍କୁ ଅସୁବିଧାରେ ପକେଇ ବହୁତ ବଡ ବଡ କଥା ଗୁଡିକ ଆମେ ଭାବି ଦେଉଥିବୁ, ଆଉ ଅନେକ ସମୟରେ ଆମେ କ୍ଷତିଗ୍ରସ୍ତ ଅବସ୍ଥାରେ ହେଇଥିବୁ। ଏଠିରୁ ଲାଭ ଆଇବ, ଏଠିରୁ ଏମିତି ହେବ, ସେ ମତେ ଏମିତି ସାହାଯ୍ୟ କରିବ, ସେ ମତେ ଏମିତି ଅନେକ ସମୟରେ ଆମେ କେମିତି ମଧ୍ୟ ଭାବୁ, ସେ ମୋର ବିଷୟରେ କେବେ ମଧ୍ୟ ଖରାପ ଭାବୁ ନାହିଁ, ସେ ମତେ କେବେ ମଧ୍ୟ ଖରାପ କଥା କହିବ ନାହିଁ। ଆମେ ଅନେକ ସମୟରେ ଭାବୁ, ଆଉ ଯୋଉ ସମୟରେ କି ଆମର ସହିତ ବେଶୀ ଯିଏ ମିଶିଥିବ ଆମେ ତାଠାରୁ ଆମେ ଅଧିକ ଆଶା କରିଥାଉ। ମାତ୍ର ଯୋଉ ସମୟରେ ତା ଦ୍ଵାରା ଆମେ କିଛି ହତ ହେଇଯାଉ, ଅନେକ ସମୟରେ ଆମେ ଭାଙ୍ଗି ପଡୁ, ଆମେ ବହୁତ ଚିନ୍ତିତ ବ୍ୟତିବ୍ୟସ୍ତ ଯାଉ। ସେଥିପାଇଁ କୌଣସି ବିଷୟ ନେଇ ମଧ୍ୟ ବେଶୀ ଓଭରଥିଙ୍କ ଆମେ ହେବାନି। ସମସ୍ତ ବିଷୟ ଆମେ ପ୍ରଭୁଙ୍କ ପାଦ ତଳେ ଆମେ ସମର୍ପଣ କରୁ। ଆମର ପ୍ଲାନିଂ ଗୁଡିକକୁ ଆମେ ପ୍ରଭୁଙ୍କର ନିୟନ୍ତ୍ରଣ ମଧ୍ୟରେ ରଖିକିନା ଆମେ ପ୍ଲାନ୍ କରିବା। ଆମେ ନିଜେ ନିଜେ ବହୁତ ଭାବି ଦେଇକିନା ଆମେ ପ୍ଲାନ୍ କରି ଅସୁବିଧାରେ ଆମେ ନ ପଡୁ ପ୍ରଭୁ। ଆଉ ଏ ଚିନ୍ତାରୁ ଆମେ କେମିତି ଉଦ୍ଧାର ପାଇବା, ଆମେ ସମସ୍ତେ ଜାଣିଅଛୁ ଫିଲିପିଓ 4:6-7 ଷ୍ଟାର୍ଟିଂ ରୁ ତାହା କହୁଛି। ଆଉ ଥରେ ଆମେ ପଢିବା ଫିଲିପିଓ 4:6-7 ପଢିକିନା ଆମେ ଶେଷ କରିବା। କୌଣସି ବିଷୟରେ ଚିନ୍ତିତ ହୁଅ ନାହିଁ, କିନ୍ତୁ ସମସ୍ତ ବିଷୟରେ ପ୍ରାର୍ଥନା ଓ ବିନତି ଦ୍ୱାରା ଧନ୍ୟବାଦ ସହ ତୁମ୍ଭମାନଙ୍କର ନିବେଦନ ସବୁ ଈଶ୍ୱରଙ୍କ ନିକଟରେ ଜଣାଅ। ସେଥିରେ ସମସ୍ତ ବୋଧର ଅଗମ୍ୟ ଯେ ଈଶ୍ୱରଙ୍କ ଶାନ୍ତି ତାହା ତୁମ୍ଭମାନଙ୍କର ହୃଦୟ ଓ ମନକୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ସୁରକ୍ଷା କରି ରଖିବ। ଗୋଟେ ବିଷୟ ପ୍ରିୟ ଭଉଣୀ ମାନେ, ପ୍ରାର୍ଥନା, ବିନତି, ଧନ୍ୟବାଦ, ଏତିକିରେ ଲାଗି ରୁହନ୍ତୁ। ଦେଖିବେ ଆପଣଙ୍କର ଜୀବନରେ ଆସିଥିବା ପ୍ରତ୍ୟେକ ପ୍ରକାର ଚିନ୍ତାରୁ ଆପଣ ମାନେ ଜୟ ଲାଭ କରିବେ। କିଛି ବିଷୟ ନିମନ୍ତେ ଚିନ୍ତିତ ହେବାର ନାହିଁ। ଚିନ୍ତା ଆସୁଛି, ଆଣ୍ଠୁ ଭାଙ୍ଗନ୍ତୁ, ଧନ୍ୟବାଦ ଦିଅନ୍ତୁ, ପ୍ରାର୍ଥନା କରନ୍ତୁ, ବିନତି କରନ୍ତୁ, ଆଉ ଆପଣଙ୍କର ପରମେଶ୍ୱର ଆପଣଙ୍କୁ ଗୋଟେ ପିସ୍ ଦେବେ, ଶାନ୍ତି ଦେବେ। ଲେଖାଯାଇଛି ନା, ସେଥିରେ ସମସ୍ତ ବୋଧର ଅଗମ୍ୟ ଯେ ଈଶ୍ୱରଙ୍କ ଶାନ୍ତି ତାହା ତୁମ୍ଭମାନଙ୍କର ହୃଦୟ ମନକୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ସୁରକ୍ଷା କରି ରଖେ। ଗୋଟେ ବିଷୟ କିଛି ନାହିଁ, ଆମେ ନିରୁପାୟ, ଆମର ହାତରେ କିଛି ନାହିଁ। ଆମେ ଚିନ୍ତା କରି କରି, ଲେଖାଗଲା ନା ବାକ୍ୟରେ, ଚିନ୍ତା କରି କରି ଆମର ଏ କଳା ବାଳକୁ ଆମେ ଧଳା କରିପାରିବା ନାହିଁ, କି ଧଳାଟାକୁ ଆମେ କଳା କରିପାରିବା, କି ଆମର ଆୟୁଷକୁ ମଧ୍ୟ ଆମେ ଦଣ୍ଡେ ମଧ୍ୟ ଆମେ ବୃଦ୍ଧି କରିପାରିବାନି। କେବଳ ପ୍ରଭୁଙ୍କ ହସ୍ତରେ ପ୍ରାର୍ଥନା, ବିନତି, ଧନ୍ୟବାଦ, ଏ ତିନିଟା କରି ଚାଲନ୍ତୁ। ଦେଖିବେ ଆମମାନଙ୍କ ଜୀବନରେ ପ୍ରଭୁ ସେଇ ଶାନ୍ତିକୁ ଦେବେ, ଆଉ ଆମମାନଙ୍କର ସମସ୍ୟା ଗୁଡିକ ମଧ୍ୟ ଧୀରେ 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 ସମସ୍ତ ବିଷୟର ସମାଧାନ ହେବ। ଆଉ ପ୍ରଭୁ ଆମମାନଙ୍କର ସମସ୍ତ ଆବଶ୍ୟକତା ଜାଣୁଛି। ବାକ୍ୟରେ ଲେଖାଗଲା, ତୁମେ ପ୍ରଥମେ ତାହାଙ୍କର ରାଜ୍ୟ ଆଉ ଧାର୍ମିକତା ଅନ୍ୱେଷଣ କର, ତାପରେ ଯାହା ଯାହା ତୁମକୁ ଦରକାର ସେ ସବୁ ତୁମକୁ ଦେବେ। ଯାହା ଯଦି ଆଜି ଆବଶ୍ୟକ କରୁଛନ୍ତି, ଆମ ଜୀବନରେ ଆବଶ୍ୟକତା ଅଛି, ଆମର ପ୍ରଭୁ ଆମମାନଙ୍କୁ ଦେବେ। ଆଉ ସେ ଏ ପ୍ରକାର ବାପା ନାହାନ୍ତି ଯେ ଯୋଉ କି ଆମମାନଙ୍କୁ କଷ୍ଟରେ ଦେଖିକିନା ସେ ଖୁସି ହେଲା ପରି ବାପା ନାହାନ୍ତି। ସେ ଏମିତିକା ବାପା, ସେ ପ୍ରେମିକ ପିତା, ସେ ସ୍ୱର୍ଗସ୍ଥ ପିତା, ସେ ଆମର ପାଇଁ ଚିନ୍ତା କରନ୍ତି, ଆଉ ସେ ଆମର ସମସ୍ତ ଆବଶ୍ୟକତାକୁ ସେ ପୂର୍ଣ୍ଣ କରେ। ତେଣୁ କୌଣସି ବିଷୟ ନିମନ୍ତେ ମଧ୍ୟ ପରିସ୍ଥିତି ଯେ ପ୍ରକାର ଥାଉ, କୌଣସି ବିଷୟରେ ଚିନ୍ତିତ ହୁଅନ୍ତୁ ନାହିଁ, ଭାଙ୍ଗି ପଡନ୍ତୁ ନାହିଁ, ଅଶାନ୍ତିରେ ଯାଆନ୍ତୁ ନାହିଁ, ଡିପ୍ରେସନକୁ ଚାଲି ଯାଆନ୍ତୁ ନାହିଁ। ଗୋଟେ ବିଷୟ କରନ୍ତୁ, ପ୍ରାର୍ଥନା, ବିନତି ଆଉ ଧନ୍ୟବାଦ ପ୍ରତ୍ୟେକ ସମୟରେ ଦିଅନ୍ତୁ। ତାଙ୍କ ଠାରେ ସମୟକୁ ବିତାନ୍ତୁ, ଆଣ୍ଠୁରେ ଆସନ୍ତୁ, ପ୍ରାର୍ଥନା କରନ୍ତୁ, ଧନ୍ୟବାଦ ଦିଅନ୍ତୁ, ଆଉ ତାଙ୍କ ନିକଟରେ ନିଜର ଅନୁରୋଧ ଗୁଡିକକୁ, ନିଜର ବିନତି ଗୁଡିକକୁ ରଖନ୍ତୁ। ପ୍ରଭୁ ନିଶ୍ଚିନ୍ତ ଭାବରେ ଆମମାନଙ୍କୁ ସାହାଯ୍ୟ କରିବେ। ପ୍ରଭୁ ଅଳ୍ପ ବାକ୍ୟରେ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ।